ମିଳୁନି ଦରମା, ଝାଡ଼ୁ ବନ୍ଦ ଆନ୍ଦୋଳନ, ରାସ୍ତାରେ ଗଦା ଗଦା ଅଳିଆ, ଏନ୍ଏସି କାର୍ଯ୍ୟାଳୟ ଆଗରେ ଧାରଣା। ହଁ ଆଜ୍ଞା, ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା। ପରିବେଶ ଅବସ୍ଥା ନ କହିବା ଭଲ। ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ। ବକେୟା ଦରମା ଏବଂ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ 2 ଦିନ ହେବ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ ସଂଘ। ଏହି ଦୃଶ୍ୟ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖର। ଏନ୍ଏସି ପକ୍ଷରୁ ଠିକା ସଂସ୍ଥାର ବିଲ୍ କରାଯାଇନଥିବା ଯୋଗୁଁ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ସଫେଇ କର୍ମଚାରୀ। ଦୀର୍ଘ 10 ମାସ ହେବ ଏମାନଙ୍କୁ ମିଳିନି ଦରମା ବୋଲି ଅଭିଯୋଗ କରିଛନ୍ତି। କୁମାର ନାୟକ, ମୁଁ କବିସୂର୍ଯ୍ୟନଗର ଏନ୍ଏସିର ଜିଏଲ୍ଆର୍ କର୍ମଚାରୀର ଉପସଭାପତି। ସାର୍ କ'ଣ କି ଆମର 10 ମାସ ହେଲା ଦରମା ମିଳିନି, ସେଥିଯୋଗୁଁ ଧାରଣାରେ ବସିଛୁ। କରୁଥିଲେ କିନ୍ତୁ କ'ଣ ପାଇଁ ତାଙ୍କେ ଦେଉନାହାନ୍ତି ସେଇଟା ଆମେ ଜାଣିନୁ। କିନ୍ତୁ ଆମେ ଦୀର୍ଘ ଦିନ ହେଲା କାମ କରୁଛୁ, ପ୍ରାୟ 27 ବର୍ଷ ହେଲା କାମ କରୁଥିଲୁ। କିନ୍ତୁ ଆଗେ ଠିକ୍ ସେ ମିଳୁଥିଲା, କିନ୍ତୁ ଏବେକୁ ଯାହା କିଛି ହେଉଛି କିଛି ଧରା ପଡ଼ୁନି। ଆଜିଠୁ ବନ୍ଦ କରିବାର ଷ୍ଟାର୍ଟ ହେଲା। ନାହିଁ ନାଳ ନକଦମା ଝାଡ଼ୁ ଫାଡ଼ୁ ସବୁ ବନ୍ଦ କରି ରଖିଛୁ। ଆମକୁ ଦରମା ନ ମିଳିଲା ଯାଏଁ ବନ୍ଦ କରିବୁ କରିକି ଚଳପ୍ରଚଳ ହେଉଥିଲା। ସମସ୍ତଙ୍କୁ ଜଣେଇଛୁ, ଇଓ ସାର୍କୁ ଜଣେଇଛୁ। ନାହିଁ ନ ଶୁଣି ଆମର ଦରମା ମିଳିଲା ଯାଏଁ ଜାରି ରହିବ। ଆଜି ଯଦି ଦରମା ମିଳିଯିବ ବୋଇଲେ ଆମେ କାଲିକି ଆଜିକା କାମ ଆରମ୍ଭ କରିଦେବୁ। ଦୁର୍ଗନ୍ଧମୟ ହେବ। ନାୟକ ଆଜ୍ଞା, ଏନ୍ଏସିର କର୍ମଚାରୀ ମୁଁ। ଆମର ବହୁତ ଦିନ ହେଲା, ମାନେ 10 ମାସ ହେଲା ଆମେ ଦରମା ନ ପାଇବା ସକାଶେ ଆଜି ଆମେ ଆନ୍ଦୋଳନ କରି ଅଛୁ। ଆହୁରି କରିବୁ ଯେକି ଆମର ଯେଉଁ ଅସୁବିଧା ହେବା ସମ୍ମୁଖୀନରେ ଆଜି ଆମେ ରାଜରାସ୍ତାକୁ ଓହ୍ଲେଇନୁ, ଯେକି ଏନ୍ଏସିର ପ୍ରାଙ୍ଗଣରେ ବର୍ତ୍ତମାନ ଠିଆ ହୋଇଛୁ। ଏମିତି ଆମର ଅସୁବିଧା ସାଂଘାତିକ ଯଦି ହୋଇପାରିବ କହିଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ। ଯୋଗାଯୋଗ କରୁଛୁ, ଯାହାଫଳରେ ଆମେ ଏବେ ଆସିଲା ଆମର ମହାଦେବ କମ୍ପାନୀ, ଯେଉଁ ନୂଆ ଠିକାଦାର, ପୂର୍ବରୁ ନିରାକାର ଥିଲେ। ନିରାକାରର ଦରମା ପାଇନଥିଲୁ 7 ମାସ ହେଲା। ଏବଂ ବର୍ତ୍ତମାନ ଆମର ମହାଦେବ 3 ମାସ ହେଲା ଦରମା ଦେଇନାହାନ୍ତି, ଯାହାଫଳରେ ଆମର ପରିବାର ଚଳିବାର ବାହାର କରାଯାଉ 30 ପିଲା। ଆମେ ଆଜି 20 ବର୍ଷ ହେଲା ଆମ କାମ କରୁଛୁ, ଯାହାଫଳରେ ଆମର ପରିବାର ଭାବରେ ଆମେ କାମ କରିକି ଆସିଛୁ। ଯଦି 30 ପିଲା ଯଦି ବାହାର କରିଦେବେ, ସେ 30 ପିଲାର ପେଟ ପାଟଣା ପୋଷିବ କିଏ? ତାଙ୍କ ପରିବାର ବର୍ଗକୁ ଚଳେଇବେ କିଏ? ତାଙ୍କର ଭୋକ ଉପାସରେ ରହିବେ ନା। ଯାହାଫଳରେ ଇଓ ସାର୍, ଆମର ଯିଏକି ଏକ୍ଜିକ୍ୟୁଟିଭ୍ ଅଫିସର ସାର୍ କହିଲେ ଯେ MLOକୁ କହିଛନ୍ତି ତମେ 30 ପିଲା ବାହାର ହୋଇଯାଅ। ଯାହାଫଳରେ ଆଜି ଆମେ ସବୁ ଆମେ ଏକାଠି ହୋଇକି ଭାଇ ହୋଇକି ଏକାଠି ହୋଇ କର୍ମଚାରୀ ଭାଇମାନେ ଠିଆ ହୋଇକି ଆଜି ଆମେ ନିଷ୍ପତ୍ତି କରୁଛୁ ଯେ এই ଜିନିଷଟାକୁ ନ କରାଯାଉ। ML ସବୁବେଳେ ଆମର ହଇରାଣ କରିବାକୁ ଚାହୁଁଛନ୍ତି, ଯାହାଫଳରେ ଆଜି ଆମେ ରାଜରାସ୍ତାକୁ ଓହ୍ଲିନୁ, ଆଗାମୀ ଅଧ୍ୟାୟରେ ଓହ୍ଲିବୁ। ଏପଟେ ଦରମା ନ ମିଳିବାରୁ ବହୁତ ହଇରାଣ ହେଉଛନ୍ତି କର୍ମଚାରୀମାନେ। ଏମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି, କାରଣ ଏମାନଙ୍କ ଦରମା ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରିଥାଏ। ହେଲେ 10 ମାସ ହେବ ଦରମା ମିଳିନଥିବାରୁ ଘରେ ଚୁଲି ଜଳାଇବା କଷ୍ଟକର ହୋଇଛି। ଏମିତିକି ଏମାନେ 20 ବର୍ଷ କାମ କରୁଛନ୍ତି, ଆଉ ଏବେ 30 ଜଣ କର୍ମଚାରୀଙ୍କୁ କାମରୁ ବାହାର କରିଦେଇଛନ୍ତି। ଏନେଇ ଝାଡ଼ୁ ବନ୍ଦ କରି ଏନ୍ଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଅନ୍ୟପଟେ ଠିକା ସଂସ୍ଥା ଠିକ୍ ସମୟରେ କାଗଜପତ୍ର ଦାଖଲ ନ କରିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିବା ଏନ୍ଏସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେତେ ମାସ ହେଲାଣି ଦରମା ଏମିତି ବକେୟା ଅଛି? ଦରମା ତାଙ୍କର ହେଉଛି 8 ମାସର ଅଛି। ସାର୍ 8 ମାସରେ ସେମାନେ ବିଲ୍ ଆଣିକି ଆମକୁ ସିନା ସବମିଟ୍ କରି ସବୁ ଦେଲେ ଆମେ ହେଉଛି ପେମେଣ୍ଟ କରିବୁ। ସେଦିନ ଶୁକ୍ରବାର ହେଉଛି ଆଣିକି ଦେଇଛନ୍ତି ଯେ ମୁଁ ଶୁକ୍ରବାର ଦିନ ମୁଁ ଅବଜର୍ଭ କଲି ଯେ କ'ଣ ହେଉଛି ମାନେ ବାକି ଅଛି, ମାନେ କ'ଣ ଆପଣଙ୍କର କ'ଣ ଅଛି ତା ଦେହରେ ମଷ୍ଟର ରୋଲର ସିଗ୍ନେଚର ନଥିଲା, ତାପରେ ଆବସେଣ୍ଟ ଷ୍ଟେଟମେଣ୍ଟ ବି ସେଇଟା ନଥିଲା, ଆଉ ତାପରେ ବି ଆପଣଙ୍କର EPF ESI ଗୁଡ଼ାକ ରହୁଛି ନଥିଲା। ଏଇ ଯୋଉ ଦରମା ପାଇବାରେ ଠିକା ସଂସ୍ଥା ଭୁଲ କରିଛି ନା?
एनएससी तो किसी भूल ये ना एनएससी कहीं ହେଲା ମୁଁ ଜଏନ୍ କରିବା ପୂର୍ବରୁ ସେ 3 ମାସର ସେ ବିଲ୍ ଦେଇଥିଲେ ଏମାନେ ତାଙ୍କୁ କରିବା କଥା ଯେ ମାନେ କଣ ଆପଣଙ୍କର ବିଲ୍ ଟା ରେକ୍ଟିଫାଇ କରିକି ଦିଅନ୍ତୁ ତାପରେ ସେଟା ବି ସେମାନେ ବିଲ୍ ବି ସବମିଟ୍ କରିନାହାନ୍ତି ତେବେ 8 ମାସ ଜଣ ସେମାନେ ବାର କରି ଆପଣ ଆମକୁ ଦିଅନ୍ତୁ ଦେଲେ ସିନା ଆମେ ତ ଛାଡ଼ିବେ କାଗଜପତ୍ର ଭୁଲ କାର ଅଛି କୋର୍ଟ ରେ କୋଉଠି ସଂସ୍ଥା ନା ଏମିତି ସଂସ୍ଥା କୋଉ ସଂସ୍ଥା ଆଉ ଯେ ନିରାକାର ସିକ୍ୟୁରିଟି ସର୍ଭିସ ଗୋଟେ ସଂସ୍ଥାର ଦରମା ତାପରେ ନୂଆ ଫ୍ରେଶ ହଉଛି ଟେଣ୍ଡର ହେଲା ଫ୍ରେଶ ହଉଛି ଟେଣ୍ଡର ତାର ଅକ୍ଟୋବର ଲାଷ୍ଟ ରେ ଥିଲା ତା ବକେୟା ଟଙ୍କା ଦିଆ ହିଁ ଅନୁମତି କରିଦେବେ ବକେୟା ଟଙ୍କାଟା ସିଏ ଆମକୁ ବିଲରେ ରିଚ୍ କଲେ ଆମେ ଦଉଛି ଦୋକାନ ସିଏ ଯଦି ରିଚ୍ କରିବେନି ଆମେ କେମିତି ଦଉଛୁ ବକେୟା ଟଙ୍କା ଆଉ ଗୋଟେ କଥା ଆଜ୍ଞା ଗୋଟେ କିଭଳି ଭାବରେ ସେ ପାର୍ଟିସିପେଟ୍ ଚନ୍ଦନ କଲା ସିକ୍ୟୁରିଟି ଦିଆହେଇନି ସେଟାକୁ ଆମର ମହାଦେବ ଇଣ୍ଡୋ ସର୍ଭିସକୁ ଗାଡିରେ ଚନ୍ଦନ ସିକ୍ୟୁରିଟି ଲେଖା ହେଇଛି କଣ ଭୁଲରେ ଲେଖା ହେଇଛି ଗାଡି ସିଏ ହଉଛି ଅଲଗା ସିଏ ହଁ କୋଉଥିପାଇଁ ସେଇଟା କଣ ସହରର ଭୋଜି ଭାତ ବାଣ୍ଟିବାକୁ ନା ପରିମଳ ଉପରେ ସେଇଟା ଆପଣଙ୍କର ହଉଛି ଏଗ୍ରିକଲଚର ସାଂସଦ କଥା ହୁଅନ୍ତୁ ସେ ଗଲେ ସିଏ କି ଇଏ ସାଂସଦ କଥା ହୁଅନ୍ତୁ ଚେୟାରମ୍ୟାନ କଥା ହୁଅନ୍ତୁ ସିଏ ଆପଣଙ୍କୁ ହଉଛି थैंक यू ପୂର୍ବରୁ ବି ବକେୟା ଦରମା ପ୍ରଦାନ ଲାଗି ସଂଘ ପକ୍ଷରୁ ବହୁବାର ଏନ୍ଏସ୍ସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି ହେଲେ କୌଣସି ସୁଫଳ ମିଳିପାରିନାହିଁ ଆଉ ଏହି ଆନ୍ଦୋଳନ ପରେ ଯଦି ଜିଲ୍ଲାପାଳ ଏବଂ ଏନ୍ଏସ୍ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ। ବ୍ୟୁରୋ ରିପୋର୍ଟ ଓଡ଼ିଶା ନ୍ୟୁଜ୍ ନାଓ।